14 ଜାନୁଆରୀ ରାତିଟା 30 ମିନିଟ୍ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ଆସନ୍ତା 3 ମାସ ଦେଶ ଓ ଦୁନିଆ ପାଇଁ ସହଜ ହେବନି। ରାଜନୀତି, ଦୁର୍ଘଟଣା, ବିବାଦ, କିନ୍ତୁ କିଛି ରାଶି ପାଇଁ ହଠାତ୍ ବଡ଼ ସୁଯୋଗ। ପୁରା ଭିଡିଓ ଦେଖନ୍ତୁ, କାରଣ ଆପଣଙ୍କ ରାଶି ଶେଷରେ ଆସିବ। ବନ୍ଧୁମାନେ, ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶି ଛାଡ଼ି ଅନ୍ୟ ରାଶିକୁ ଯାଆନ୍ତି, ସେହି ସମୟକୁ ସଂକ୍ରାନ୍ତି କୁହାଯାଏ। କିନ୍ତୁ ମକର ସଂକ୍ରାନ୍ତି ମାତ୍ର ଏକ ପର୍ବ ନୁହେଁ, ଏହା ଶାସନ, ସତ୍ତା ଓ ନିଷ୍ପତ୍ତିର ମୋଡ଼। ଏଥର ସୂର୍ଯ୍ୟ ମକରରେ ପ୍ରବେଶ କରିବା ସହ ମଙ୍ଗଳଙ୍କ ସମ୍ପର୍କ ଗୁରୁ ଓ ଶନି ସହିତ ଗଢ଼ି ଉଠୁଛି, ଯାହାଦ୍ୱାରା ଗଠିତ ହେଉଛି ଭୟଙ୍କର ଶନି ମଙ୍ଗଳ ଯୋଗ। ଜ୍ୟୋତିଷ ଅନୁସାରେ ଏହି ଯୋଗ ନେଇ ଆସେ ଦୁର୍ଘଟଣା, ବିସ୍ଫୋରଣ, ରାଜନୈତିକ ଉଠାପକା, ସତ୍ତା ପରିବର୍ତ୍ତନ। ଏହାର ପ୍ରଭାବ ରହିବ ପ୍ରାୟ 15 ଏପ୍ରିଲ 2026 ପର୍ଯ୍ୟନ୍ତ। ରାଶିଫଳ। ମେଷ ରାଶି। ଏହି ଗୋଚର ଆପଣଙ୍କ ପାଇଁ ସ୍ୱର୍ଣ୍ଣ ସୁଯୋଗ। କ୍ୟାରିୟରରେ ସଫଳତା, ଉନ୍ନତି ଓ ସ୍ୱାସ୍ଥ୍ୟରେ ସୁଧାର। ଦାନ, ତିଳ ଓ ଗୁଡ଼। ବୃଷ ରାଶି। ସ୍ୱାସ୍ଥ୍ୟକୁ ହେଳା କରନ୍ତୁ ନାହିଁ। ଖୋଲା, ହାଡ଼, ପେଟରୋଗ କିମ୍ବା ଆଘାତର ଯୋଗ। ଦାନ, କଳା ବିରି ଡାଲି। ମିଥୁନ ରାଶି। ଆସନ୍ତା 1 ମାସ ସାବଧାନ। ଦୁର୍ଘଟଣା, ବିବାଦ ଓ ମାନସିକ ଚାପ। ଦାନ, ନୂଆ ଚାଉଳ, ଦେଶୀ ଘିଅ। କର୍କଟ ରାଶି। ସମୟ କିଛିଟା ଭାରି। ବୈବାହିକ ଜୀବନରେ ବିବାଦ, ସହଭାଗିତାରେ କ୍ଷତି। ଦାନ, ଚାଉଳ, କଳା ବିରି, ଖିଚୁଡ଼ି ସାମଗ୍ରୀ। ସିଂହ ରାଶି। ଶତ୍ରୁ ଉପରେ ବିଜୟ। ଧନ ଓ ସ୍ୱାସ୍ଥ୍ୟରେ ଉନ୍ନତି। ଦାନ, ସ୍ନାନ ପରେ କଳା ବିରି। କନ୍ୟା ରାଶି। ଏହି ଗୋଚରରେ ସଚେତନ ରହିବା ଜରୁରୀ। ସନ୍ତାନ ଓ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ଗର୍ଭବତୀ ମହିଳାମାନେ ବିଶେଷ ସାବଧାନ ରୁହନ୍ତୁ। ପାରିବାରିକ ବିବାଦରୁ ଦୂରେ ରହିଲେ ଭଲ। ଦାନ, ସ୍ନାନକ ଧ୍ୟାନ ପରେ କଳା ବିରି ଡାଲି। ତୁଳା ରାଶି। ଏହା ସବୁଠୁ ଚ୍ୟାଲେଞ୍ଜିଂ ସମୟ। ସ୍ୱାସ୍ଥ୍ୟ ବିଗିଡ଼ିପାରେ, ବିବାଦ ବଢ଼ିପାରେ। ଦାନ, କଳା କମ୍ବଳ କିମ୍ବା ଉଳୁ ବସ୍ତ୍ର। ବିଛା ରାଶି। ନୂଆ କାମ, କ୍ୟାରିୟର ପରିବର୍ତ୍ତନ ଓ ସ୍ଥାନାନ୍ତର। ଦାନ, ତିଳ ଓ ଗୁଡ଼। ଧନୁ ରାଶି। ଆଖି ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବଡ଼ ନିଷ୍ପତ୍ତି ଏବେ ଟାଳନ୍ତୁ। ଦାନ, କଳା କମ୍ବଳ, ଚାଉଳ, କଳା ବିରି। ମକର ରାଶି। ଦୁର୍ଘଟଣା ଓ ବିବାଦକୁ ସାବଧାନ। ଘର ବଦଳ କିମ୍ବା ବଡ଼ ନିଷ୍ପତ୍ତି ଏବେ ନିଅନ୍ତୁ ନାହିଁ। ଦାନ, ଚାଉଳ, କଳା ବିରି, ଗାଈ ଘିଅ। କୁମ୍ଭ ରାଶି। ନୂଆ ଚାକିରିର ଯୋଗ, କିନ୍ତୁ ଆଖି, କାନ, ଗଳା ରୋଗକୁ ସାବଧାନ। ଦାନ, ତିଳ ଓ ଗୁଡ଼। ମୀନ ରାଶି। ଅଟକିଥିବା କାମ ସଫଳ। ପ୍ରମୋସନ କିମ୍ବା ବଡ଼ ସୁଯୋଗ। ଦାନ, କମ୍ବଳ କିମ୍ବା ବସ୍ତ୍ର। ଯଦି ଆପଣଙ୍କ ରାଶି ସହ ଏହି ଗୋଚର ମିଳୁଛି, ଲାଇକ୍ କରନ୍ତୁ ଏବଂ ଏମିତି ସଠିକ୍ ରାଶିଫଳ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।